ନମସ୍କାର। ଆମେ ଦେଖୁଛୁ ଆଜିକାଲି ଆଜିକାଲି ନୁହେଁ ଆଗରୁ ମଧ୍ୟ ପ୍ରଚଳିତ ଅଛି କି ପୃଥିବୀ ପୃଷ୍ଠରେ ଅନେକ ସାଧୁସନ୍ଥମାନେ ଅନେକ ଧର୍ମାବଲମ୍ବୀମାନେ ଜଟ ଛାଡ଼ୁଛନ୍ତି ଆଉ ଦାଢ଼ି ମଧ୍ୟ ଛାଡ଼ୁଛନ୍ତି। ତ ପୃଥିବୀ ପୃଷ୍ଠରେ ଯେହେତୁ ହେଉଛି ଏ ବିଷୟ, ତେଣୁ ଆର ସତ୍ୟାସତ୍ୟ କିଛି ଲୁକ୍କାୟିତ ଭାବେ ରହିଛି। ମୁଁ ଆଜି ଜିହୁଦୀ ଧର୍ମଶାସ୍ତ୍ରରେ ଏଇ ଦାଢ଼ି ଆଉ କେଶ ବା ଜଟ ବିଷୟରେ ଚୁଟି ବିଷୟରେ କ'ଣ ଲେଖା ହେଇଛି ମୁଁ ଆପଣଙ୍କୁ ଦେଖେଇବି। ମୁଁ ପଢ଼ୁଛି ବାଇବେଲର ପୁରାତନ ଭାବ ଲେବ୍ୟ ପୁସ୍ତକ ତାର 21 ପର୍ବର 5 ପଦ ମୁଁ ପଢ଼ୁଛି। ନିଃସନ୍ଦେହ ଏହା ଜିହୁଦୀ ଧର୍ମଶାସ୍ତ୍ର ଅଟେ। ପ୍ରଥମେ ମୁଁ ଆପଣଙ୍କୁ କହିବି ବାଇବେଲର ପୁରାତନ ଭାଗ, ଜିହୁଦୀ ଧର୍ମଶାସ୍ତ୍ର ଏବଂ କୋରାନର କିଛି ପୁସ୍ତକ ସମାନ। ଆଉ ଜିହୁଦୀ ଧର୍ମଶାସ୍ତ୍ର ବାଇବେଲର ପୁରାତନ ଭାଗ ପ୍ରକୃତରେ ସବୁ ବିଷୟରେ ସମାନ। ତାର ଗୋଟେ ବିନ୍ଦୁ ମଧ୍ୟ ଏପଟ ସେପଟ ହେଇନି, ପ୍ରକୃତରେ ସମାନ ଅଟେ। ତେଣୁ ଆପଣ କିଛି ସନ୍ଦେହ କରିବାର ନାହିଁ। ତ ମୁଁ ଜିହୁଦୀ ଧର୍ମଶାସ୍ତ୍ର ହିଁ ଆପଣଙ୍କୁ ଦେଖାଉଛି, ଯାହାକି ବାଇବେଲର ପୁରାତନ ଭାଗ। ଏଠି କ'ଣ ଲେଖା ହେଇଛି? ଲେବ୍ୟ ପୁସ୍ତକ ବୋଲି ତାର ଗୋଟେ ପୁସ୍ତକ ଅଛି। ଏହା ଖ୍ରୀଷ୍ଟପୂର୍ବ ପ୍ରାୟ 1400ରୁ 1300 ଭିତରେ এই ପୁସ୍ତକଟା ଲେଖାଯାଇଥିଲା ମଶାଙ୍କ ଦ୍ୱାରା। ତ ସେଠି ଲେବ୍ୟ ପୁସ୍ତକ ତାର 21 ପର୍ବ 5 ପଦରେ କ'ଣ ଲେଖା ହେଇଛି ଆପଣଙ୍କୁ ଦେଖାଉଛି। ସେମାନେ ଆପଣା ଆପଣା ମସ୍ତକ ମୁଣ୍ଡନ କରିବେ ନାହିଁ ଓ ଆପଣା ଆପଣା ଦାଢ଼ିର କ'ଣ କ୍ଷୌର କରିବେ ନାହିଁ, କିମ୍ବା ଆପଣା ଆପଣା ଶରୀରର ଅସ୍ତ୍ରାଘାତ କରିବେ ନାହିଁ। ତ ସେହି ସମୟରେ ଈଶ୍ୱର ଏଇ ଜିହୁଦୀ ଲୋକମାନଙ୍କୁ, ଇସ୍ରାଏଲ ଲୋକମାନଙ୍କୁ ଗୋଟେ ନିୟମ ଦେଇଥିଲେ। ତାହା ହେଉଛି 10 ଆଜ୍ଞା ବୋଲିକି ନାମିତ ଅଛି। ସେଥିରେ ଅନେକ ଗୁଡ଼ାଏ ନିୟମ ଅଛି। ସେଠି ମୂର୍ତ୍ତି ପୂଜା କରିବ ନାହିଁ, ତୁମେ ବ୍ୟଭିଚାର କରିବ ନାହିଁ, ତାପରେ ମିଥ୍ୟା କହିବ ନାହିଁ, ଲୋଭ କରିବ ନାହିଁ, ଏମିତି ଅନେକ ଗୁଡ଼ାଏ ଆଜ୍ଞା ସେଠାରେ ରହିଛି। ତ ଏଇ ଦାଢ଼ି ଛାଡ଼ିବା ଆଉ କେଶ ଛାଡ଼ିବା ତାର ପ୍ରକୃତ କାରଣ ହେଉଛି ଏ ସମସ୍ତ ବ୍ୟବସ୍ଥାକୁ ମାନିବାର ଗୋଟେ ଚିହ୍ନ। ତ ଜଣେ ଯଦି ଦାଢ଼ି ଛାଡ଼ିଛି, ଜଟ ଛାଡ଼ିଛି, ସେ ବ୍ୟଭିଚାର କରୁଛି, ଆର ଅର୍ଥ କିଛି ହିଁ ନାହିଁ। ତ ବ୍ୟବସ୍ଥା ଉଲ୍ଲଂଘନ ନ କରିବା ପାଇଁ ଏସବୁ ବିଷୟ ତାଙ୍କର ଚିହ୍ନ ସ୍ୱରୂପ ଥିଲା। ତ ଏଠି ଆମେ ଯଦି ଜିହୁଦୀ ଧର୍ମଶାସ୍ତ୍ର ସବୁ ଖୋଜିବା, ଏମିତି କେଉଁ ଲୋକ ନଥିଲେ କି ଯିଏକି ବ୍ୟବସ୍ଥାର ପ୍ରତ୍ୟେକ ବିଷୟକୁ ସେମାନେ ପାଳନ କରିପାରିବେ। କେହି ମଧ୍ୟ ପାଳନ କରିନାହାନ୍ତି, କରିପାରିବେ ମଧ୍ୟ ନାହିଁ। ସେଠାରେ ତାଙ୍କର ବ୍ୟବସ୍ଥାରେ 613ଟା ନିୟମ ଥିଲା, ଯାହାକି ଆମେ ପ୍ରତ୍ୟେକ ଦିନ ତାକୁ ଉଲ୍ଲଂଘନ କରୁଛୁ। ସେମାନେ ମଧ୍ୟ ଉଲ୍ଲଂଘନ କରୁଥିଲେ। ଛୋଟ ଛୋଟ ବଡ଼ ବଡ଼ ବିଷୟମାନଙ୍କୁ ଦେଖୁଥିଲେ, ସେମାନେ ଯାହା ଜାଣୁଥିଲେ ତାକୁ ପାଳନ କରୁଥିଲେ, କିନ୍ତୁ ଛୋଟ ଛୋଟ ବିଷୟ ମଧ୍ୟ ସେଠାରେ ଲେଖା ହେଉଛି ସେମାନେ କେବେ ହେଲେ ପାଳନ କରିପାରୁନଥିଲେ। ତେଣୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଏ ବ୍ୟବସ୍ଥାକୁ କେହି ହେଲେ ପାଳନ କରିପାରିନଥିଲେ। କିନ୍ତୁ ସେମାନେ ଦାଢ଼ି ଛାଡ଼ୁଥିଲେ, ଆଉ ଜଟ ହେଉଥିଲା ସେମାନଙ୍କର ମୁଣ୍ଡରେ। ଏ ପ୍ରକାର ସେମାନେ ଜଗତକୁ ଦେଖାଉଥିଲେ ସତ, ଲୋକଙ୍କୁ ଦେଖାଉଥିଲେ ସତ, କିନ୍ତୁ ସେମାନେ ବ୍ୟବସ୍ଥା ଉଲ୍ଲଂଘନ କରୁଥିଲେ। କିନ୍ତୁ ଏହି ବିଷୟଟା ଏଇ ଜିହୁଦୀ ଧର୍ମଶାସ୍ତ୍ରର ଅନେକ ବାକ୍ୟ ଯଦି ଆମେ ପଢ଼ିବା, ଅନେକ ବିଷୟ ଯଦି ପଢ଼ିବା, ଏସବୁ ବିଷୟ ଯୀଶୁଖ୍ରୀଷ୍ଟଙ୍କ ଠାରେ ସମାପ୍ତ ହେଇଯାଇଛି। କେମିତି? ଯୀଶୁଖ୍ରୀଷ୍ଟ ମଧ୍ୟ ଛାଡ଼ିଥିଲେ, ଦାଢ଼ି ଛାଡ଼ିଥିଲେ, ଆଉ ତାଙ୍କର ମଧ୍ୟ କେଶ ଦୀର୍ଘ ଥିଲା। ତ କିନ୍ତୁ ସେ ବ୍ୟଭିଚାର କଲେ ନାହିଁ, କିମ୍ବା ଲୋଭ କଲେ ନାହିଁ, କିମ୍ବା କୌଣସି ବିଷୟ ବ୍ୟବସ୍ଥା ଉଲ୍ଲଂଘନ ନ କରିକି ବିପରୀତ ଭାବରେ ବ୍ୟବସ୍ଥାରେ ଯେଉଁ ବଳି ଥିଲା, ଛେଳି ମେଣ୍ଢା ଯାହା ବି ବଳି ଥିଲା, ଯାହା ବି ନିୟମ କାନୁନ ଥିଲା, ତାଙ୍କଠାରେ ସଫଳ ହେଇଛି। ତେଣୁ ଏସବୁ ବିଷୟ ଯୀଶୁଙ୍କ ଠାରେ ହେବ ବୋଲିକି ତାଙ୍କର ଈଶ୍ୱର ପରମେଶ୍ୱର ଦେଖେଇଥିଲେ। ସେଥିପାଇଁ ମଶା ଏ ସକଳ ବିଷୟକୁ ସେଠାରେ ନୀତି ନିୟମ ଭାବେ ଲେଖିଥିଲେ। ତ ଜଣେ ଲୋକ ଯୀଶୁଖ୍ରୀଷ୍ଟ ଯିଏକି ବ୍ୟବସ୍ଥାକୁ ସଫଳ କରିଦେଲେ, ସେଥିପାଇଁ ବର୍ତ୍ତମାନ ଦାଢ଼ି ଛାଡ଼ିବାର ଆଉ ଚୁଟି ଛାଡ଼ିବାର କୌଣସି ଆବଶ୍ୟକତା ନାହିଁ। ବାଇବେଲରେ ଏମିତି ମଧ୍ୟ ଲେଖାଯାଇଛି, ପୁରୁଷ ଯଦି ଚୁଟି ଅଧିକା ଛାଡ଼େ ସେଇଟା ତାର ଲଜ୍ଜାଜନକ ବୋଲି ଲେଖାଯାଇଛି। ତ ବ୍ୟବସ୍ଥାରେ ବା 10 ଆଜ୍ଞାରେ ଜିହୁଦୀମାନଙ୍କର ଯେଉଁ ବିଷୟ ଯାକ ଥିଲା, ସେମାନେ କେହି ହେଲେ ସଫଳ କରିନାହାନ୍ତି। କିନ୍ତୁ ଯୀଶୁଖ୍ରୀଷ୍ଟ ତାଙ୍କର ସେଇ ଜିହୁଦୀ ଗୋଷ୍ଠୀରେ ଜନ୍ମ ହେଇକି ସେ ସଫଳ କଲେ। ଈଶ୍ୱରଙ୍କର ଇଚ୍ଛା
ଆଉ ବ୍ୟବସ୍ଥାର ସମସ୍ତ ବିଷୟ ସଫଳ କରିଥିବାରୁ ତାଙ୍କର ଯେଉଁ କ୍ରାଇଟେରିଆ ବା ବିଧି ବ୍ୟବସ୍ଥା ଥିଲା ତାହା ହଟେଇ ଦେଇଛନ୍ତି। ଦେଖନ୍ତୁ, ଗୋଟେ ରୋଗୀକୁ ଯଦି ପ୍ରତ୍ୟେକ ଦିନ କିଛି ମେଡ଼ିସିନ ଦେବା ଦ୍ୱାରା ସେ ରୋଗଟା ଦବି ଦବି ରହୁଛି, ସେ ଚାଲିଥିବ। କିନ୍ତୁ ଯଦି ଗୋଟେ ଏମିତି ମେଡ଼ିସିନ ଆସିଯିବ ରୋଗକୁ ସମୂଳେ ନଷ୍ଟ କରିଦେବ, ତେବେ ସେ ପ୍ରତିଦିନିଆ ମେଡ଼ିସିନଟା ବନ୍ଦ ହେଇଯିବ। ଠିକ୍ ସେଇ ପ୍ରକାରେ ଯେହେତୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଉତ୍କୃଷ୍ଟତର ବଳି ଆଉ ଈଶ୍ୱରଙ୍କର ଇଚ୍ଛା ମୁତାବକ ବଳି, ଆଉ ସେ ଧର୍ମଶାସ୍ତ୍ର ସକଳ ବିଷୟ ତାଙ୍କଠାରୁ ସଫଳ ହେଇଥିବାରୁ ଏସବୁ ବିଧି ବ୍ୟବସ୍ଥା ଏ ରୀତିନୀତିର ଆଉ ବର୍ତ୍ତମାନ କୌଣସି ମୂଲ୍ୟ ନାହିଁ। ଏହା ହେଉଛି ମୂଲ୍ୟବାନ। ହୁଏତ ଜିହୁଦୀମାନଙ୍କର ପ୍ରଭାବ ହିଁ ପୃଥିବୀର ସବୁ ଜାଗାରେ ପଡ଼ିଛି, କାରଣ ଜିହୁଦୀ ଧର୍ମଶାସ୍ତ୍ରର ପ୍ରଭାବ ହିଁ ମୁସଲମାନ ଭାଇମାନଙ୍କର ପାଖରେ ବି ପଡ଼ିଛି, କାରଣ କୋରାନରେ ମଧ୍ୟ ଏ ବିଷୟ ଲେଖା ଅଛି। ତ ବାଇବେଲରେ ମଧ୍ୟ ଏ ବିଷୟ ଲେଖା ଅଛି, କିନ୍ତୁ ବାଇବେଲ ଯେଉଁମାନେ ଫଲୋ କରୁଛନ୍ତି ସେମାନେ ଏ ବିଷୟକୁ ଗୁରୁତ୍ୱ ଦେଉନାହାନ୍ତି, କାରଣ ସେମାନେ ଜାଣିଯାଇଛନ୍ତି ଯୀଶୁଖ୍ରୀଷ୍ଟ ଠାରେ ଏହା ସଫଳ ହେଇଯାଇଛି। ତେଣୁ ଏ ବିଷୟ ଆମେ ଆଉ ପାଳିବାର କିଛି ଆବଶ୍ୟକତା ନାହିଁ। ଆଉ ବର୍ତ୍ତମାନ ଆମେ ଦାଢ଼ି ଛାଡ଼ିବା ଆଉ କିମ୍ବା ଚୁଟିକୁ ଲମ୍ବା କରିବାର କୌଣସି ତାତ୍ପର୍ଯ୍ୟ ହିଁ ନାହିଁ। ଏହା ଗୋଟେ ମୂଲ୍ୟହୀନ, ଏହାଦ୍ୱାରା କୌଣସି ଲାଭ ହେବାର ନାହିଁ। ଧନ୍ୟବାଦ।